ସୁଭଦ୍ରା ଯୋଜନାରେ ପରିବର୍ତ୍ତନ, ମହିଳାଙ୍କୁ ମିଳିବ 10,000। ଭାରତ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ମଧ୍ୟରେ ସୁଭଦ୍ରା ଯୋଜନା ଅନ୍ୟତମ। ଏହି ମହିଳା ସଶକ୍ତିକରଣ ଯୋଜନାରୁ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ୍ ଆଣୁଛନ୍ତି। ଓଡ଼ିଶାରେ ମଧ୍ୟ ସୁଭଦ୍ରା ଯୋଜନା କାମ କରିବା ଆରମ୍ଭ କରିଛି। ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବାର୍ଷିକ 10,000 ଟଙ୍କା ଦିଆଯିବ। ତେବେ ଓଡ଼ିଶାର କେଉଁ ମହିଳା ଏହି ଯୋଜନାରେ ସୁଫଳ ପାଇବେ, ଏଥିପାଇଁ କ'ଣ ରହିଛି ଆବଶ୍ୟକତା, ତାହା ଜାଣିବା ଆବଶ୍ୟକ। ଯେଉଁ ମହିଳାମାନେ ଓଡ଼ିଶାରେ ରହୁଥିବେ, ସେମାନେ ଏହି ଯୋଜନା ସୁଫଳ ପାଇପାରିବେ। ଏଥିଲାଗି ମହିଳାଙ୍କ ବୟସ 21ରୁ 60 ବର୍ଷ ହୋଇଥିବା ଦରକାର। ଏଥିସହ ଯେଉଁ ପରିବାରର ବାର୍ଷିକ ଆୟ 2.5 ଲକ୍ଷ ଟଙ୍କାରୁ କମ୍ ହୋଇଥିବ। ମଣ୍ଡିରେ ଦଲାଲି କଲେ ଜେଲ୍, ଦଲାଲଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ। ଧାନ ଦଲାଲଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ। ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ମଣ୍ଡିରେ ଦଲାଲି କଲେ ଯିବେ ଜେଲ୍। ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦଲାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ମଣ୍ଡିରେ ଦଲାଲଙ୍କୁ କୌଣସି ପ୍ରଶ୍ରୟ ଦିଆଯିବନି। ଦଲାଲଙ୍କ ପାଇଁ ଜେଲ୍ ପ୍ରସ୍ତୁତ ହୋଇ ରହିଛି। ମଣ୍ଡିରେ କୌଣସି ସମସ୍ୟା ହେଲେ ଟୋଲ୍ ଫ୍ରି ନମ୍ବରରେ କଲ୍ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଦରେ ଭାସୁଛି ଓଡ଼ିଶା, 6 ମାସରେ ଆଦାୟ ହେଲାନି 5,000 କୋଟିର ରାଜସ୍ୱ। ଓଡ଼ିଶାରେ ନୂଆ ସରକାର ଆସିବା ପରେ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ଅବହେଳା ହେଉଛି ସତ, କିନ୍ତୁ ମଦ ରାଜସ୍ୱ ହୁ ହୋଇ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମଦ ବିକ୍ରିରୁ ସରକାର 5,000 କୋଟି ଟଙ୍କା ଆଦାୟ କରିଛନ୍ତି। ସେହିପରି ପୂର୍ବ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 700 କୋଟି ଟଙ୍କା ରାଜସ୍ୱ ଆଦାୟ ହେଲାନି। ରାଜ୍ୟରେ ବିଦେଶୀ ମଦ ବିକ୍ରି ବେଶ୍ ଭଲ ଥିବା ବେଳେ ବିୟର ବିକ୍ରି ଅଧିକ ହେଉଛି। ଆଜି ବିଧାନସଭାରେ ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି। ଗରିବ ମଧ୍ୟବିତ୍ତଙ୍କୁ ଲୁଟି ମୋଦି ସରକାର ପୁଞ୍ଜିପତିଙ୍କୁ ଦେଉଛନ୍ତି ରିହାତି, କହିଲେ ରାହୁଲ ଗାନ୍ଧୀ। ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଟିକସ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଏନଡିଏ ସରକାରଙ୍କୁ ଘେରିଛନ୍ତି। ଦ୍ରବ୍ୟ ଏବଂ ସେବା କର ଆଦାୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ନୂଆ ଟିକସ ସ୍ଲାବ ଆଣିବାକୁ ପ୍ରସ୍ତୁତ କରୁଥିବା ରାହୁଲ ଦାବି କରିଛନ୍ତି। ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ବଢ଼ାଇବାକୁ ସରକାର ମସୁଧା କରୁଛନ୍ତି। ପୁଞ୍ଜିପତିଙ୍କୁ ରିହାତି ଦେଇ ଗରିବ ଏବଂ ମଧ୍ୟବିତ୍ତଙ୍କୁ ଲୁଟାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ। ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ଲାଗୁ କରାଯିବ ଏବଂ ରାଜ୍ୟ ସରକାର ବର୍ଷକୁ ଏଥିପାଇଁ 300 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟବରାଦ କରାଯାଇଛି। ଏନେଇ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରାଜ୍ୟରେ 4.5 କୋଟି ଲୋକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 3.5 କୋଟି ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ସାରା ଦେଶର ମୋଟ 27,000 ସ୍ୱାସ୍ଥ୍ୟ କେନ୍ଦ୍ରରେ ହିତାଧିକାରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଏହି କାର୍ଯ୍ୟ ଜରିଆରେ ମିଳିବ। କଙ୍ଗୋରେ ଡିଜିଜ୍ ଏକ୍ସ ମହାମାରୀ, 79 ମୃତ। ଡିଜିଜ୍ ଏକ୍ସ ନାମକ ଏକ ରହସ୍ୟମୟ ମହାମାରୀ ସଂକ୍ରମଣରେ କଙ୍ଗୋ ଗୁରୁତର ଭାବେ ପ୍ରଭାବିତ ହୋଇଛି, ଯାହା ଗତ କିଛି ଦିନ ମଧ୍ୟରେ 79 ଜଣଙ୍କ ଜୀବନ ନେଇସାରିଲାଣି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ରୋଗର କାରଣ ନିର୍ଣ୍ଣୟ କରିବା ପାଇଁ 24 ଘଣ୍ଟା କାମ କରୁଛନ୍ତି। ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ନିର୍ଦ୍ଦେଶକ ଜିଙ୍ଗ୍ କାସିଆଙ୍କ କହିବା ଅନୁସାରେ ଚିହ୍ନଟ ହୋଇଥିବା 377 ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି 200 ଜଣ 5 ବର୍ଷରୁ କମ୍ ବୟସର ଶିଶୁ। ଜ୍ୱର, ମୁଣ୍ଡବିନ୍ଧା, କାଶ, ନିଶ୍ୱାସ ନେବାରେ ଅସୁବିଧା ଓ ରକ୍ତହୀନତା ଆଦି ଫ୍ଲୁ ଭଳି ଲକ୍ଷଣ ଥିବା ଏହି ରୋଗ ପ୍ରଥମେ ଅକ୍ଟୋବର 24 ତାରିଖରେ କାଙ୍ଗୋ ପ୍ରଦେଶର ପାଞ୍ଜି ହେଲ୍ଥ ଜୋନ୍ରେ ଚିହ୍ନଟ ହୋଇଥିଲା। ହଜିଯିବ ଦକ୍ଷିଣ କୋରିଆ, ଦ୍ରୁତ ଗତିରେ କମୁଛି ପ୍ରଜନନ ହାର। ଦ୍ରୁତ ଆଧୁନିକୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧି ଲାଗି ଏକଦା ପ୍ରସିଦ୍ଧ ଥିଲା ଦକ୍ଷିଣ କୋରିଆ, କିନ୍ତୁ ବର୍ତ୍ତମାନ ତାହା ଜନସଂଖ୍ୟା ହ୍ରାସ ଜନିତ ସଂକଟ ଯୋଗୁଁ ସମସ୍ୟାରେ। ଦେଶ ଇତିହାସରେ ଜନ୍ମ ହାର ଏବେ ରେକର୍ଡ ନିମ୍ନ ସ୍ତରରେ ରହିଛି। ବିଶେଷଜ୍ଞମାନେ ଏହାକୁ ବିପଦର ଘଣ୍ଟି ଭାବେ ମନେ କରୁଛନ୍ତି। ଯଦି ଏହି ଧାରା ରହେ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦେଶର ଜନସଂଖ୍ୟା 2/3 ଯାଏ କମିପାରେ। ଏହା ଯୋଗୁଁ ଦେଶର ଅସ୍ତିତ୍ୱ ବିପଦରେ ପଡ଼ିଥିବ। ଏପରିକି ଦକ୍ଷିଣ କୋରିଆ ପୃଥିବୀ ପୃଷ୍ଠରୁ ଗାୟବ ହେବାର
ପ୍ରଥମ ଦେଶ ହୋଇପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ବଙ୍ଗୋପସାଗରରେ ପୁଣି ଲଘୁଚାପ, ଏସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ଏଣିକି ଆହୁରି ଖସିବ ପାରଦ, ବଢ଼ିବ ଶୀତ। ଗଲା କିଛି ଦିନ ହେବ ଦିନବେଲା ତାତି 30 ଡିଗ୍ରୀ ଉପରେ ରହୁଥିବା ବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଗତକାଲି ଠାରୁ ରାତି ତାପମାତ୍ରା 2ରୁ 4 ଡିଗ୍ରୀ ଖସିଛି ଓ ଥଣ୍ଡା ବଢ଼ିବାର ଅନୁଭୂତି ହେଉଛି। ତେବେ ସୋମବାର ଅର୍ଥାତ୍ 9ରୁ ପାରଦ ଖସିବା ଓ ଥଣ୍ଡା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ରାଜ୍ୟର ଦକ୍ଷିଣ ଉପକୂଳରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବାର ସମ୍ଭାବନା ରହିଛି। ଶୋଚନୀୟ ପରାଜୟର ବଡ଼ କାରଣ। ବୋର୍ଡସ୍ ଗାଭାସ୍କର ଟ୍ରଫିର 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ମ୍ୟାଚ୍ ଅଷ୍ଟ୍ରେଲିଆ ଏକ ଭଲ ପ୍ରତ୍ୟାବର୍ତ୍ତନ କରିଛି। ଆଡିଲେଡ୍ ଟେଷ୍ଟ ମ୍ୟାଚରେ ଦଳ ଭାରତକୁ 10 ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ସିରିଜକୁ 1-1 ସ୍ଥିତିକୁ ଆଣିଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ବୋଲରଙ୍କ ବିପକ୍ଷରେ କିଛି ବିଶେଷ କରିପାରି ନଥିଲେ। ମ୍ୟାଚ୍ ପରାଜୟର କାରଣ ମଧ୍ୟ ରୋହିତ ଶର୍ମାଙ୍କ ଭୁଲ ନିଷ୍ପତ୍ତିକୁ ପ୍ରମୁଖ ବୋଲି କୁହାଯାଇଛି। ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତି ଦଳ ପାଇଁ ଭୁଲ ହୋଇଛି। ଅବହେଳାର ଶିକାର ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍। 8 ମାସ ହେଲାଣି ମିଳିନି ଦରମା। ଜୀବିକା ମିଶନ ଓ ମିଶନ ଶକ୍ତି ସହ ଜଡ଼ିତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRAP, SC ମେମ୍ବର, ପ୍ରାଣମିତ୍ର କୃଷି ମିତ୍ର ଓ ବ୍ୟାଙ୍କ ମିତ୍ର ପରି ତୃଣମୂଳ ସ୍ତରରେ କର୍ମଚାରୀମାନଙ୍କୁ ଗତ 8 ମାସ ହେଲା ଦରମା ମିଳିନି। ବାରମ୍ବାର ପ୍ରତିବାଦ କଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଗ୍ରାମାଞ୍ଚଳରେ ମହିଳାଙ୍କ ଉତ୍ଥାନ ଓ ଆତ୍ମନିର୍ଭରତା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ରଖିଥିବା ଏହି ସ୍ୱଳ୍ପ ବେତନଧାରୀ ମହିଳାମାନଙ୍କ ପ୍ରତି ଅବିଚାର ଓ ରାଜ୍ୟବ୍ୟାପୀ ନିନ୍ଦା କରାଯାଉଥିବା ବେଳେ ସେମାନଙ୍କ ଚାକିରି ଏବଂ ଦରମାକୁ ନେଇ ରାଜ୍ୟ ସରକାର ଅସମ୍ଭବ ନୀରବତା ପ୍ରଦର୍ଶନ କରୁଛନ୍ତି। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଇସ୍ମାଇଲ ସମ୍ପତ୍ତିରୁ ଭାଗକୁ ବିକ୍ରି କରାଯାଇପାରିବ। ଏକାଧିକ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଇସ୍ମାଇଲ ସମ୍ପତ୍ତିରୁ ଜଣେ ବ୍ୟକ୍ତି ନିଜ ଭାଗ ବା ଅଂଶ ବିକ୍ରି କରିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ସବ୍ ରେଜିଷ୍ଟ୍ରାର ଦେଇଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିବା ସହ ଜମି ପଞ୍ଜୀକରଣ ପାଇଁ ମାମଲାକୁ ପୁନର୍ବାର ସମ୍ପୃକ୍ତ ସବ୍ ରେଜିଷ୍ଟ୍ରାରଙ୍କ ନିକଟକୁ ପଠାଇ ଦେଇଛନ୍ତି। କଳାହାଣ୍ଡିର ଯଦୁନାଥ ମେହେରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି। 2 କୋଟିର ବ୍ରାଉନ୍ ସୁଗାର ଜବତ, ବଡ଼ ଭାଇ ଗିରଫ, ସାନ ଭାଇ ଚମ୍ପଟ। ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅର୍ଡର ବଜାରରେ ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ 2 କିଲୋଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି। ଅଭିଯୁକ୍ତ ବଡ଼ ଭାଇ ଅମଜେଦ ଖାଁକୁ ଗିରଫ କରାଯାଇଥିବା ବେଳେ ସାନ ଭାଇ ସବିନ ଖାଁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ 2 କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଡର ବଜାର ସ୍ଥିତ ଅମଜେଦ ଖାଁଙ୍କ ଘରେ ଏହି ବ୍ରାଉନ୍ ସୁଗାର ଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା। ଦେଶ ଛାଡ଼ି ପଳାୟନ କରୁଥିଲେ ରାଷ୍ଟ୍ରପତି। ବାଟରେ ବିମାନ ହେଲା କ୍ରାସ୍। ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ସିରିଆ ରାଷ୍ଟ୍ରପତି ବାଶାର ଅଲ୍ ଅସାଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ତାଙ୍କର ବିମାନ ଆକାଶରେ 500 ମିଟର ଉଚ୍ଚରୁ ଖସି ପଡ଼ିଥିଲା। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ସିରିଆରେ ଗୃହଯୁଦ୍ଧ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବାଶାର ଅଲ୍ ଅସାଦ ତାଙ୍କ ପରିବାର ସହିତ ରାଜଧାନୀ ଦାମାସ୍କସ ଛାଡ଼ି ପଳାଇଥିଲେ। ସେମାନେ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ତଳକୁ ଖସାଇ ଦେଇଛନ୍ତି ବୋଲି ଦାବି କରାଯାଉଛି। ଏହି ଦିନଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରତ୍ନଭଣ୍ଡାର ମରାମତି ନେଇ ଆସିଛି ବଡ଼ ଖବର। ଆସନ୍ତା 16 ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଆସନ୍ତା 2 ଦିନ ଭିତରେ ବୈଠକ ବସିବ ବୋଲି ସୂଚନା ମିଳିଛି। ଦିନକୁ 5 ଘଣ୍ଟା ମରାମତି ହେବ। ଗତ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା। ସମସ୍ତ ଅଲଙ୍କାର ସିନ୍ଦୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହୋଇନାହିଁ। ପୂର୍ବରୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଧସିଲା ଖଣି, ମାଟି ତଳେ ପୋତି ହେଲା ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି।
କ୍ରମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ସମୟରେ ଖଣି ମିଛି। ଏଥିରେ 2ଟି ମାଟି ଖୋଳା ମେସିନ ଓ 3ଟି ଡମ୍ପର ମାଟି ତଳେ ପୋତି ହୋଇ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଆଲାଇଜ୍ ଖଣିରେ ଦୀର୍ଘଦିନ ହେବ ଅସୁରକ୍ଷିତ ଭାବେ ଖଣି ଖୋଲା କାର୍ଯ୍ୟ କରି ଆସୁଥିଲା। ରବିବାର ଦିନ ସକାଳୁ ଖଣି କାର୍ଯ୍ୟ ଚାଲୁ ରଖିଥିବା ବେଳେ ଅଚାନକ ଖଣି ଧସି ମାଟି ଖଣି ଭିତରକୁ ଚାଲି ଯାଇଥିଲା, ଯାହା ଫଳରେ ସେଠାରେ ଥିବା 3ଟି ଡ୍ରମ୍ ଓ 2ଟି ମେସିନ ପୋତି ହୋଇ ଯାଇଥିଲା।